ଆପଣମାନଙ୍କୁ ମୁଁ ୱେଲକମ୍ କରୁଛି ଆଜି ପୁଣି ଆଉ ନୂଆ ଭିଡ଼ିଓରେ। ଆଉ ସମସ୍ତଙ୍କୁ ଗୁଡ୍ ଇଭିନିଂ। ଆଶା କରୁ ସମସ୍ତେ ଭଲ ଅଛନ୍ତି। ଆଉ ଯେମିତିକି ଆମମାନେ ଜାଣିଥିଲୁ ଗତ ଦିନମାନଙ୍କରେ ଆମର ଯେତେ ଲୋକ ଆମେ ଇ ଡିଷ୍ଟ୍ରିକ୍ଟରେ କାମ କରୁଥିଲେ ଆଉ ସମସ୍ତଙ୍କର ଇ ଡିଷ୍ଟ୍ରିକ୍ଟ ଲଗଇନ୍ ପ୍ରୋବ୍ଲେମ୍ ହେଉଥିଲା। ଆଉ ସେଇ ଟପିକ୍ ବିଷୟରେ ମୁଁ ପୂର୍ବରୁ 2ଟା ଭିଡ଼ିଓ ବନେଇଛି। ଆଉ ଆପଣମାନେ ଚାହିଁଲେ ସେଟା ଯାଇକି ମୋର ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିପାରିବେ। ଆଉ ଆଜି ହେଉଛି ଇ ଡିଷ୍ଟ୍ରିକ୍ଟର ଆଉ 3 ନମ୍ବର ଭିଡ଼ିଓ ମୁଁ ବନେଇବା ପାଇଁ ଚାହୁଁଛି। ଆଜି ମୁଁ ଫୁଲ୍ ପ୍ରୋସେସିଂ କହିବି এই ଭିଡ଼ିଓ ମାଧ୍ୟମରେ କି ଆଉ ଲଗ୍ଇନ୍ର ସଲ୍ୟୁସନ୍ ହେଲା କି ନାହିଁ, ଯଦି ହେଇନି ଆପଣମାନେ କେମିତି କରିବେ। ତ ଚାଲନ୍ତୁ ଭିଡ଼ିଓ ଆମେ ଫଟାଫଟ ଆରମ୍ଭ କରିବା। ଆଉ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭଲ ଲାଗିଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ। ଠିକ୍ ଅଛି, ବର୍ତ୍ତମାନ ଆମେ ସ୍କ୍ରିନ୍କୁ ଯିବା। ଆଉ ସ୍କ୍ରିନ୍ରେ ମୁଁ ଆପଣଙ୍କୁ ଦେଖେଇବି ଆଉ କିଭଳି ଆପଣମାନେ କରିବେ, କ'ଣ ହେଇଛି ଅସୁବିଧା ଭିଡ଼ିଓ ମାଧ୍ୟମରେ ଆଜି ଆମେ ସମ୍ପୂର୍ଣ୍ଣ ବୁଝିବା। ତ ଯେମିତି ଆପଣମାନେ ପୂର୍ବରୁ ଲଗ୍ଇନ୍ କରୁଥିଲେ ଯେକୌଣସି ଗୁଗୁଲ କିମ୍ବା କ୍ରୋମ୍ରେ କି ଯେକୌଣସି ଆଉ ଅପେରା ଯେଉଁ ବି ବ୍ରାଉଜର ଆପଣ କାମ କରନ୍ତି ସେ ବ୍ରାଉଜରକୁ ଆପଣ ଓପନ୍ କରିବେ। ଆଉ ସବୁଦିନ ସର୍ଚ୍ଚ କଲା ଆପଣ ସେଠି ସର୍ଚ୍ଚ କରିବେ ଇ ଡିଷ୍ଟ୍ରିକ୍ଟ ଓଡ଼ିଶା। ଠିକ୍ ଅଛି, ଆଉ ତାପରେ ଫାର୍ଷ୍ଟ ଲିଙ୍କରେ କ୍ଲିକ୍ କରିବେ ଡିଷ୍ଟ୍ରିକ୍ଟ ଓଡ଼ିଶା। ଯଦି ଆପଣମାନେ ମୋବାଇଲରେ ଲଗ୍ଇନ୍ କରୁଛନ୍ତି ତ ଏଭଳିଆ ଦେଖେଇବ। ବର୍ତ୍ତମାନ ଆପଣଙ୍କୁ ଆଉ ଡେମୋ ଦେଖାଉଛି ମୋବାଇଲ ଲଗ୍ଇନ୍ କରିକି। ଆଉ ସିଷ୍ଟମରେ ଲଗ୍ଇନ୍ କରି ତାର ଟିକେ ସିଷ୍ଟମ ଅଲଗା ଆସିବ। ତ ଦେଖନ୍ତୁ, ଯଦି ଆପଣମାନେ ମୋବାଇଲରେ ଲଗ୍ଇନ୍ କରୁଛନ୍ତି ଆଉ ଉପରେ ଏଠି ରାଇଟ୍ ସାଇଡ୍ ଉପରେ କାହିଁ ତାର 3 ଲାଇନ୍ ଅଛି, ଏଠି କ୍ଲିକ୍ କଲା ପରେ ଦେଖନ୍ତୁ ଏଇଠି ତାର ଲଗ୍ଇନ୍ ଅପସନ୍କୁ ଆପଣମାନେ ଯିବେ, ସିଏସି ଲଗ୍ଇନ୍। এইଠି ଆପଣଙ୍କର ଯାହା ଆଇଡି ଥିବ ଆପଣ ତାକୁ ଏଠି ଏଣ୍ଟର କରିବେ। ଏଠି ଲଗ୍ଇନ୍ ଆଇଡି ମୋର ଥିଲା, ମୁଁ ଲଗ୍ଇନ୍ ଆଇଡି ମୋର ଦେଉଛି। ଲଗ୍ଇନ୍ ଆଇଡି ମୁଁ ମୋର ଦେଲି। ଏବେ ମୁଁ ଓଟିପି ସେଣ୍ଡ କରିବି। ଓଟିପି ଯିବ କି ନାହିଁ, ଆଜିର ମୁଖ୍ୟ ଟପିକ୍ ହେଉଛି ଓଟିପି। କାହିଁକିନା ପୂର୍ବରେ ଆମମାନଙ୍କର ଓଟିପି ଦ୍ୱାରା ଲଗ୍ଇନ୍ ହେଉନଥିଲା। ଆଜି ଆମେ ଟ୍ରାଏ କରିବା ଓଟିପି ମାଧ୍ୟମରେ ଲଗ୍ଇନ୍ ହେଉଛି କି ନାହିଁ। ଓକେ, ତ ବର୍ତ୍ତମାନ ମୁଁ ଏଠି ଗେଟ୍ ଓଟିପି ମାରିବି। ଦେଖନ୍ତୁ ମୁଁ ଗେଟ୍ ଓଟିପି ଦେଇଛି। ଦେଖିବା ଓଟିପି, ହଁ ଦେଖନ୍ତୁ ଓଟିପି ହାଜ୍ ବିନ୍ ସେଣ୍ଟ ୟୋର ମୋବାଇଲ ନମ୍ବର। ଅଲରେଡି ଓଟିପି ପଳେଇଲା ବୋଲିକି ଲେଖିଲା। ଆଉ ଗୋଟେ ମୋବାଇଲରେ ମୋର ଓଟିପି ମଧ୍ୟ ପଳେଇ ଆସିଲା। ପୂର୍ବ ଦିନମାନଙ୍କରେ ମୋର ବନ୍ଧୁମାନେ ଓଟିପି ଜମା ଯାଉନଥିଲା। ଆପଣମାନଙ୍କୁ ବର୍ତ୍ତମାନ ମୁଁ ଲାଇଭ୍ ପ୍ରୁଫ୍ ଦେଖେଇଲି ଓଟିପି ଯାଉଛି ବର୍ତ୍ତମାନ। ଆଉ ବର୍ତ୍ତମାନ ଆପଣମାନଙ୍କର ଲଗ୍ଇନ୍ କରିବା ପାଇଁ କୌଣସି ପ୍ରକାର ଆଉ ଅସୁବିଧା ହେବ ନାହିଁ। ବର୍ତ୍ତମାନ ଆପଣମାନେ ଆରାମସେ ଲଗ୍ଇନ୍ କରିପାରିବେ। ଆଉ ଦେନ୍ ଯଦି ଆପଣମାନେ ନିଜର ପାସୱାର୍ଡ ଭୁଲି ଯାଇଛନ୍ତି ଆପଣ ଏଠି ପାସୱାର୍ଡକୁ ଆପଣ ରିସେଟ୍ ମଧ୍ୟ କରିପାରିବେ। ଠିକ୍ ଅଛି, ବର୍ତ୍ତମାନ ମୁଁ ଓଟିପି ଏଣ୍ଟ୍ରି କଲି, ମୋର ମୋବାଇଲ ନମ୍ବର ଏଣ୍ଟ୍ରି କଲି, କ୍ୟାପଚା ମଧ୍ୟ ଏଣ୍ଟ୍ରି କଲି। ଏବେ ମୁଁ ଲଗ୍ଇନ୍ କରିବି, ଦେଖିବା ଲଗ୍ଇନ୍ ହେଉଛି କି ନାହିଁ। ତ ଦେଖନ୍ତୁ ବର୍ତ୍ତମାନ ଲଗ୍ଇନ୍ ହେଇଯାଇଛି। ଆଉ ଇଣ୍ଟରଫେସ୍ଟା ଆଉ ଯେମିତିକି ଆମର ମ୍ୟାନେଜ ପ୍ରୋଫାଇଲ, ଆପ୍ଲିକେସନ ଫର ସର୍ଭିସ, ଭ୍ୟୁ ଅଲ୍ ସର୍ଭିସ, ଭ୍ୟୁ ଷ୍ଟାଟସ୍ ଅଫ୍ ଆପ୍ଲିକେସନ ସବୁ ଆସିଯାଇଛି। ଏଥିରେ ଆପଣମାନେ ନିଜର ଆଉ ଆପ୍ଲିକେସନଟାକୁ ଆପଣ ଆପ୍ଲାଏ କରିପାରିବେ। ଦେନ୍ ଏପଟେ ଆପଣ ଆପ୍ଲିକେସନ ଷ୍ଟାଟସ୍ ଟ୍ରାକିଂ କରିପାରିବେ। ଯେମିତି ଆମେ ପୂର୍ବରେ କରୁଥିଲୁ ସେଇ କାମ ଗୋଟେ ଆରାମସେ ଆପଣମାନେ କରିପାରିବେ। ଠିକ୍ ଅଛି, ମୁଁ ପୂର୍ବ ଭିଡ଼ିଓରେ କହିଥିଲି, ଆଜି ବି କହୁଛି ଓଟିପି ଦ୍ୱାରା ଲଗ୍ଇନ୍ କରିବା ତାହା ଯଥେଷ୍ଟ ନୁହଁ। ମାନେ ଆଡିସନାଲ ତା ପାଇଁ ଆମେ ଗୋଟେ ପାସୱାର୍ଡ ବନେଇବାକୁ ପଡ଼ିବ। ଯେମିତିକି ଯଦି ଆମର ଅସୁବିଧା ହୁଏ ଓଟିପି ଦ୍ୱାରା ଲଗ୍ଇନ୍ କରିବା ପାଇଁ, ସେଇ ସମୟରେ ଆମେ ପାସୱାର୍ଡ ମାଧ୍ୟମରେ ଆମେ ଲଗ୍ଇନ୍ କରିକି କାମ କରିପାରିବା। ତ ଆପଣମାନେ ପାସୱାର୍ଡ କେମିତି ସେଟ୍ କରିବେ, ଏଠି ମ୍ୟାନେଜ ପ୍ରୋଫାଇଲକୁ ଯିବେ। ମ୍ୟାନେଜ ପ୍ରୋଫାଇଲ ଗଲା ପରେ ଦେଖନ୍ତୁ ଏଇଟା ଅପସନ୍ 3ଟା ଅଛି। ଭ୍ୟୁ ପ୍ରୋଫାଇଲ, ଏଡିଟ୍ ପ୍ରୋଫାଇଲ, ଚେଞ୍ଜ ପାସୱାର୍ଡ, 3ଟା ଅପସନ୍ ଅଛି। ଆପଣମାନେ ଚେଞ୍ଜ ପାସୱାର୍ଡରେ କ୍ଲିକ୍ କରିବେ। ଯେଉଁମାନେ ପୂର୍ବରୁ ପାସୱାର୍ଡ ବନେଇଥିଲେ ସେମାନେ ବି ନୂଆ ପାସୱାର୍ଡ ବନେଇ ପାରିବେ। ଆଉ ଯେଉଁମାନେ ବନେଇ ନଥିଲେ ସେମାନେ ମଧ୍ୟ ନ୍ୟୁ ପାସୱାର୍ଡ କରିବେ। ଠିକ୍ ଅଛି, ତାପରେ ଏଇଠି ଆପଣ ସବୁ କରିବେ। ଓଲ୍ଡ ପାସୱାର୍ଡ ଆପଣଙ୍କର ଲାଷ୍ଟ ଯାହା ବି ଥିଲା ତାହା ଏଣ୍ଟର କରିବେ ଏବଂ ନ୍ୟୁ ପାସୱାର୍ଡ ଯାହା ରଖିବେ ସେଇଟା ଏଣ୍ଟର କରିବେ। ଆଉ କନଫର୍ମ ପାସୱାର୍ଡ ମଧ୍ୟ ଏଣ୍ଟର କରିକି ତାର କ୍ୟାପଚା ସହିତ ଆପଣମାନେ ଏଠି ସବମିଟ୍ କରିବେ। ସବମିଟ୍ କଲା ପରେ ଆପଣଙ୍କର ପାସୱାର୍ଡ କ୍ରିଏଟ୍ ହେଇଯିବ। ଆଉ ଯେମିତିକି ପୂର୍ବ ଦିନମାନଙ୍କରେ ଅସୁବିଧା ହେଇଥିଲା ଓଟିପି ଦ୍ୱାରା ଲଗ୍ଇନ୍, ସେଥିପାଇଁ ଆଡିସନାଲ ଆମମାନଙ୍କୁ ଆଉ ଓଟିପି ସହିତ ପାସୱାର୍ଡ ମଧ୍ୟ ଗୋଟେ ଆମର ପର୍ସନାଲ ରଖିବାକୁ ପଡ଼ିବ ନିଜ ଆଇଡିର। ଠିକ୍ ଅଛି, ସେଥିରେ ମଧ୍ୟ ଆମେ ଅତି ଯତ୍ନବାନ ହେବା ଯେମିତିକି ଆଉ ପୂର୍ବ ଦିନମାନଙ୍କ ଭଳିଆ ଆମେ ଅସୁବିଧାର ଆମେ ସମ୍ମୁଖୀନ ନ ହେଉ। କାହିଁକିନା ଏପଟେ ଆଉ କଷ୍ଟମର ମାନଙ୍କର କାମ ଥିବ, ସେମାନେ ଆପଣଙ୍କ ଆସିକି ହଇରାଣ କରୁଥିବେ। ମୋର ଆଉ ସବୁ ଡେଲିଭରି ହେଲା କି ନାହିଁ, ପ୍ରୋସେସିଂ ଅଛି ନା ରିଜେକ୍ଟ ହେଲା, ସେମାନେ ଆପଣଙ୍କୁ ବିଜାର କରୁଥିବେ। କିନ୍ତୁ ଆପଣଙ୍କର ଆଇଡି ଏପଟେ ଲଗ୍ଇନ୍ ହେଉନଥିବ। ଯଦି ଆମରଙ୍କର ଆଡିସନାଲ ପାସୱାର୍ଡ ଥିବ ତ ପାସୱାର୍ଡ ମାଧ୍ୟମରେ ଆମେ ଲଗ୍ଇନ୍ କରିକି ଆଉ ସର୍ଭିସଟାକୁ ଆମେ ଚେକ୍ କରିପାରିବା, ଆପ୍ଲାଏ କରିପାରିବା ଏବଂ କଷ୍ଟମରକୁ ଆମେ ଡେଲିଭରି
ଦେଇପାରିବା। ଆଶା କରୁଛି ମୋର ଏହି ଭିଡ଼ିଓଟି ଆପଣ ଯଦି ଭଲ ଲାଗିଥିବ ଲାଇକ୍ କରିବେ ଏବଂ ଆପଣଙ୍କର ମତାମତ କମେଣ୍ଟ କରିବେ। ଆପଣଙ୍କର ସଲ୍ୟୁସନ ହେଲା କି ନାହିଁ ଆପଣ ମାନେ କମେଣ୍ଟ କରିବେ। ପୁଣି ଦେଖା ହବ ନେକ୍ସଟ ଭିଡ଼ିଓ। ସମସ୍ତଙ୍କୁ ଟାଟା ବାଏ ବାଏ, ଗୁଡ୍ ନାଇଟ୍।